ଲିଖନୀରେ କାହାଣୀ। ଆଜିର ଗଳ୍ପ ଗପୁଡ଼ି କଇଁଛ। ଗୋଟିଏ ପୋଖରୀରେ ଅନେକ ମାଛ, ବେଙ୍ଗ ଓ କଇଁଛ ରହୁଥିଲେ। ସେହି ପୋଖରୀରେ ରହୁଥିବା ଗୋଟିଏ କଇଁଛ ସହିତ ଦୁଇଟି ବଗର ବନ୍ଧୁତା ଥିଲା। କଇଁଛଟି ଭାରି ଗପୁଡ଼ି ଥିଲା। ବହୁଦିନ ବର୍ଷା ନ ହେବାରୁ ପୋଖରୀରେ ପାଣି ଶୁଖିଗଲା। ଲୋକମାନେ ସେ ପୋଖରୀକୁ ମାଛ ଓ କଙ୍କଡ଼ା ଧରିବାକୁ ଆସିଲେ। ଏ କଥା ଦେଖି କଇଁଛ ଡରିଗଲା। କିନ୍ତୁ ବଗ ଦୁଇଜଣ ତାକୁ ସାହସ ଦେଇ କହିଲେ, ସାଙ୍ଗ, ଆଦୌ ଡର ନାହିଁ। ଆମେ ତୁମକୁ ପାଖରେ ଥିବା ବଡ଼ ପୋଖରୀକୁ ନେଇଯିବୁ। ବଗ ଦୁଇଟି ଗୋଟିଏ ବାଡ଼ିର ମଝିକୁ କଇଁଛକୁ କାମୁଡ଼ି ଧରି ରହିବାକୁ କହିଲେ ଓ ନିଜେ ବାଡ଼ିର ଦୁଇପଟେ କାମୁଡ଼ି ଧରି ଉଡ଼ିଗଲେ। କଇଁଛ ଆକାଶରେ ଉଡ଼ୁଥିବା ଦେଖି ପିଲାମାନେ ହସିଲେ। ଗପୁଡ଼ି କଇଁଛ ସେମାନଙ୍କୁ ହସିବାର ଦେଖି ରାଗିଗଲା ଓ କହିଲା, ବଗୁଲିଆ ଟୋକା, ମୋତେ ଦେଖି ହସୁଛ? ଏମିତି କହିଛି କି ନାହିଁ, କଇଁଛ ଦୁମ୍ କରି ତଳେ ଖସି ପଡ଼ିଲା। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ୍ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।